सो फ्रेंड्स गुड मॉर्निंग एवरीवन। आज ହେଉଛି ନଭେମ୍ବର 26। ସବୁଦିନ ପରି ସକାଳ ସକାଳ ଦେଶ ବିଦେଶରେ ଅନେକ ଗୁଡ଼ିଏ ଖବର ରହିଛି, ଯେପରିକି କାଳିଆ ଯୋଜନା, ପିଏମ୍ କିଷାନ ଯୋଜନା, ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା, ରାସନ କାର୍ଡ, ଏଲପିଜି ଗ୍ୟାସ୍, ବିଶ୍ୱକର୍ମା ଯୋଜନା ଭଳି ଅନେକ ଗୁଡ଼ିଏ ଖବର ରହିଛି। ପ୍ରତିଦିନ ଦେଶ ବିଦେଶରେ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ର ଅଲ୍ ବଟନକୁ ପ୍ରେସ୍ କରନ୍ତୁ, ଯାହାଫଳରେ କି ନୂଆ ନୂଆ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଚାଲନ୍ତୁ ଦର୍ଶକ ବନ୍ଧୁ, ଆଜି ସକାଳର ନ୍ୟୁଜ୍ ଉପରେ ନଜର ପକାଇବା। ଦର୍ଶକ ବନ୍ଧୁ, ପ୍ରଥମ ଖବର ଆସିଲା ପାଣିପାଗକୁ ନେଇ ବଡ଼ ଖବର। ସୂଚନା ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି 25 ତାରିଖ ବେଳକୁ, ଅର୍ଥାତ୍ ସୋମବାର ବେଳକୁ ନେଇ ଅବଗତ ରୂପରେ ନେଇପାରେ ପଶ୍ଚିମ ଦିଗ ଆଡ଼ୁ ମୁହାଁମୁହିଁ ହୋଇ। ତେବେ ବଡ଼ କଥା ହେଉଛି ଏହି ଲଘୁଚାପ ଓଡ଼ିଶା ଉପରେ ପଡ଼ିବ ନାହିଁ, କିନ୍ତୁ ଆସନ୍ତା 28 ତାରିଖ ଯାଏଁ ରାଜ୍ୟରେ କେତେକ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛନ୍ତି। ଆସନ୍ତା 4 ଦିନ ମଧ୍ୟ ପ୍ରାୟ ଶୁଖିଲା ରହିବ ଏବଂ 27 ତାରିଖ ବେଳକୁ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଏବଂ ପୁରୀରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ପରବର୍ତ୍ତୀ ଖବର ଆସିଲା ଫ୍ଲିପକାର୍ଟ ଗ୍ରାହକ ଅଧିକାରୀଙ୍କ ପାଇଁ ବଡ଼ ଖବର। ଏବେ ଗ୍ରେଟ୍ରେ ପାଉଛନ୍ତି 80% ପର୍ଯ୍ୟନ୍ତ ରିହାତି। ସୂଚନା ଅନୁସାରେ ଅନେକ ଗ୍ରାହକଙ୍କ ମାନଙ୍କ ପାଇଁ ଏବେ ଫ୍ଲିପକାର୍ଟ ନେଇ ଆସିଛି ଆସନ୍ତା 25ରୁ ନେଇ 29 ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ। ଟିଭି, ମୋବାଇଲ, ଲାପଟପ୍ ଉପରେ 75% ରହିବ ଏବଂ ଅନ୍ୟାନ୍ୟ ସପିଂ ଉପରେ 80% ରିହାତି ରହିବ ବୋଲି ସୂଚନା ଦେଇଛନ୍ତି। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବରଟି ଆସୁଛି ସୁଭଦ୍ରା ଯୋଜନାରେ ବଡ଼ ଖବର। ସୁଭଦ୍ରା ଯୋଜନାରେ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ଖାତାକୁ ଯିବ ଆଜି 24 ତାରିଖ ଦିନ। ସବୁ ହିତକାରୀଙ୍କୁ ନେଇ ଏକ ଘୋଷଣା କରିଛନ୍ତି। ଯେଉଁମାନେ ଯୋଗ୍ୟ ଥିଲେ ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତିରେ 5,000 ଟଙ୍କା ସିଧାସଳଖ ଆଜି କିଛି ହିତକାରୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ପରବର୍ତ୍ତୀ ଖବରଟି ଆସୁଛି ଟ୍ରାଫିକ୍ ନିୟମକୁ ନ ମାନିଲେ ହୋଇପାରେ 10,000 ଟଙ୍କା ଚାଲାଣ। ସାବଧାନ, କାର ହେଉ କି ବାଇକ୍ ହେଉ, ଆପଣଙ୍କ ପାଇଁ ଏକ ବାୟୁ ପ୍ରଦୂଷଣ ଗାଡ଼ି ପକ୍ଷରୁ ଏକ ସୂଚନା ମିଳିଛି। ଅର୍ଥାତ୍ ବର୍ତ୍ତମାନ ଟ୍ରାଫିକ୍ ପୁଲିସର ବଡ଼ ପଦକ୍ଷେପ ଉଠାଇଛନ୍ତି ଯେ ଏହି ନିୟମ ନ ମାନିଲେ ଆପଣଙ୍କ ଉପରେ 10,000 ଟଙ୍କା ଚାଲାଣ କାଟିବ। ଅର୍ଥାତ୍ ଆପଣମାନଙ୍କୁ ଏବେ ପଲ୍ୟୁସନ୍ ଯଦି ଆପଣଙ୍କ ପାଖରେ ନାହିଁ ଚାଲାଣ କାଟିବ ବୋଲି ସୂଚାଇ ଦେଇଛନ୍ତି। ପରବର୍ତ୍ତୀ ଖବର ଆସିଲା ରାସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଘୋଷଣା। ସୂଚନା ଅନୁସାରେ ଏଣିକି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଘୋଷଣା ଦେଇ କହିଛନ୍ତି PHH ଯୋଜନା ଅଧୀନରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ଏଥିରେ ଲଞ୍ଚ ଏବଂ ଜଡ଼ିତ ରହିଥିବା। ଏହା ସହିତ ଅନ୍ତୋଦୟ କାର୍ଡଧାରୀଙ୍କୁ ପରିମାଣ ଶସ୍ୟ ପାଇବେ, ଯେପରିକି 14 କିଲୋଗ୍ରାମ ଗହମ ଏବଂ 21 କିଲୋଗ୍ରାମ ଚାଉଳ ମିଳିବାର ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଆସିଲା ଫ୍ଲିପକାର୍ଟ ଏବଂ ଆମାଜନରେ ଆସିଛି ଆଉ ଏକ ଅଫର। ଏଲପିଜି ଗ୍ୟାସ୍ ଧାରୀଙ୍କ ଏଥିରେ ଜଡ଼ିତ ରହିଥିବା ଅନଲାଇନ୍ ମାଧ୍ୟମରେ ଯଦି ଆବେଦନ କରୁଛନ୍ତି ତାହେଲେ ଆପଣମାନଙ୍କୁ 450 ଟଙ୍କାରେ କୁପନ୍ ଅର୍ଥାତ୍ ସ୍କାନର ପାଇବେ। ଏହାକୁ ଆପଣମାନେ ସ୍କାନ୍ କଲେ 450 ଟଙ୍କାରେ ଏଲପିଜି ସିଲିଣ୍ଡର ଆପଣମାନେ ପାଇପାରିବେ। ପରବର୍ତ୍ତୀ ଖବରଟି ଆସିଲା ସ୍କୁଲ ଫିରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମିଳୁଛି ଏଥିରେ 5,000 ଟଙ୍କାରୁ ଆରମ୍ଭ କରାଯାଉଛି। ଏଥିରେ ST ଏବଂ SC ଡିପାର୍ଟମେଣ୍ଟରେ ଏକ କ୍ଲାସେସ୍ ଉପରେ ଆରମ୍ଭ କରାଯାଇଥିବା ଯେଉଁ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି ସିଧାସଳଖ ଏହି ଆକାଉଣ୍ଟରେ ଆପଣମାନଙ୍କୁ ମିଳିବ। ଅର୍ଥାତ୍ ଆପଣମାନେ ସ୍କଲାରସିପ୍ ଯୋଜନାରେ ଆପ୍ଲାଏ କରିଥିଲେ ଆକାଉଣ୍ଟକୁ ଆସିବ 5,000 ଟଙ୍କା। ପରବର୍ତ୍ତୀ ଖବର ଆସିଲା 33,000 ଜମାକାରୀଙ୍କୁ ମିଳିବ ଏବେ ସାହାରା ଟଙ୍କା। ସୂଚନା ଅନୁସାରେ ଏନେଇ ଏକ ସୁପ୍ରିମକୋର୍ଟ ତରଫରୁ ଏକ ସୂଚନା ଦେଇ କହିଛନ୍ତି, ଏହା ବ୍ୟତୀତ ଅଦାଲତରେ ଏବେ ସାହାରା ଗ୍ରୁପରେ ସେହି ସମ୍ପତ୍ତି ତାଲିକା ମାଗିଛନ୍ତି ଯେଉଁଥିରେ 10,000 କୋଟି ଟଙ୍କା ଏବେ ସଂଗ୍ରହ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଯେଉଁ ସମ୍ପତ୍ତି ବିକ୍ରି କରି ପ୍ରାପ୍ତ ହୋଇପାରିବ ସେହି ଫେରସ୍ତ କରାଯିବ। ଆକାଉଣ୍ଟରେ ଏବେ 10,000 ଟଙ୍କା ଲେଖାଏଁ
ଜମା କରାଯିବ। ପରବର୍ତ୍ତୀ ଖବର ଆସିଲା ପ୍ରତି ବ୍ୟାଙ୍କରେ ଏବେ ଅକ୍ଟୋବରରେ ବଢ଼ି ଯାଇଛି ଏଫ୍ଡିଏସ୍ର ମୂଲ୍ୟ 7.5% ନେଇକି ଅଧିକ ସୁଧ ଆକାରରେ ଆପଣମାନଙ୍କୁ 10ଟି ବ୍ୟାଙ୍କ ଏବେ ସୁଧ ବଢ଼ିଛି। ସୂଚନା ଅନୁସାରେ ଆପଣ ଯଦି ଅଧିକ ମାତ୍ରାରେ ରଖୁଛନ୍ତି ଟଙ୍କା ତାହେଲେ ଆପଣମାନଙ୍କୁ 12% ଅଧିକ ଏବେ ଏଫ୍ଡିଏସ୍ରେ ସୁଧ ପାଇପାରିବେ। ପରବର୍ତ୍ତୀ ଖବର ଆସିଲା କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ସରକାର 3% ବଢ଼ିଲା ମହଙ୍ଗା ଭତ୍ତା ମିଳିବ ଏବେ ବକେଳିଆ ରାଶି। ତେବେ ଡିଏକୁ ନେଇ ଏକ ଘୋଷଣା କରିଛନ୍ତି ଯେଉଁଥିରେ କି 3% ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର। ପରବର୍ତ୍ତୀ ଖବର ଆସିଲା ପିଏମ୍ କିଷାନ ସମ୍ମାନ ଛୁଆଁରେ ଏବେ ଚାଷୀମାନଙ୍କ ପାଇଁ ବଡ଼ ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଛୁଆଁରେ ଏବେ 18ତମ କିସ୍ତି ଏବଂ 19ତମ କିସ୍ତିରେ ଏଣିକି ଚାଷୀମାନଙ୍କୁ ମିଳିବା ପାଇଁ ଯାଉଛି 4,000 ଟଙ୍କା। କେନ୍ଦ୍ର ସରକାର 9.40 କୋଟି ଅର୍ଥାତ୍ 9 କୋଟି ଚାଷୀଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ୍ କରିବା ପାଇଁ ସ୍ଥିର କରିଛନ୍ତି। ପରବର୍ତ୍ତୀ ଖବର ଆସିଲା ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍। ସାଇବର ଠକ ନେଇଯାଉଛନ୍ତି ସୁଭଦ୍ରା ଟଙ୍କା। ସୁଭଦ୍ରା ଟଙ୍କା ହଡ଼ପ ପାଇଁ ଏବେ ମାତିଲେଣି ସାଇବର ଠକ। ସତର୍କ ରହିବା ପାଇଁ ସରକାର ତରଫରୁ ମିଳୁଛି ଏବେ ସୂଚନା। ଆଧାର ଫଟୋ ଓ ଓଟିପି ଚିହ୍ନ ଦେଇ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟି ନେଉଛନ୍ତି ସରକାରୀ ଯୋଜନାର ଟଙ୍କା ବୋଲି ହିତକାରୀଙ୍କୁ ମେସେଜ ମଧ୍ୟ ଆସୁଛି ଏବଂ ତାଙ୍କ ଖାତାକୁ ମଧ୍ୟ କଲ୍ ମଧ୍ୟ ଆସୁଛି, ଯାହା ତରଫରୁ ସେ ଓଟିପି ସାହାଯ୍ୟରେ ସବୁଯାକ ଟଙ୍କା ଲୁଟି ନେଉଛନ୍ତି। ପରବର୍ତ୍ତୀ ଖବର ଆସିଲା ବିଶ୍ୱକର୍ମା ଯୋଜନା ଅଧୀନରେ ମାଗଣାରେ ସିଲେଇ ମେସିନ୍ ସହ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସରକାର। ହିତକାରୀଙ୍କର ଏହି ଯୋଜନାର ଲାଭ ଅନେକ ଫାଇଦା ଉଠାଇ ପାରନ୍ତି। ତେବେ ଫ୍ରି ସିଲେଇ ମେସିନ୍ ପାଇବାକୁ ହେଲେ ଆପଣମାନେ ମାଗଣା ସିଲେଇ ମେସିନ୍ ସ୍କିମ୍ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଏଥିରେ ମହିଳାମାନଙ୍କୁ 9,000 ଟଙ୍କା ପାଇପାରିବେ। ସର୍ବପ୍ରଥମେ ଆପଣମାନେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଭାଇରାଲ କରାଯାଉଛି, ତେଣୁକରି ଆପଣମାନେ ଚାହୁଁଥିଲେ। ପରବର୍ତ୍ତୀ ଖବର ଆସିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ଖବର। ପଞ୍ଚାୟତରେ ମନ୍ତ୍ରୀଙ୍କର ବଡ଼ ବୟାନ। ବାପଠାରୁ ପୁଅ ଭିନ୍ନ ହୋଇଥିଲେ 6 ମାସ ଭିତରେ ମିଳିବ ଘର। ଏବେ ଆସିଛି ଭାଇଜାପା ସରକାର। ଏହି ପ୍ରକ୍ରିୟାରେ 20ରୁ ନେଇ 22 ଲକ୍ଷ ହିତକାରୀଙ୍କୁ ଘର ମିଳିବ। ତେଣୁକରି ଚୟନ ଦୃଷ୍ଟି ହେଲେ ଆକଳନ ମଧ୍ୟ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଆସିଲା LIC ଧାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ବୟସ 30 ବର୍ଷ ନେଇକି 79 ବର୍ଷ ଭିତରେ ଆପଣମାନେ ସ୍ଥିର କରି 1 ଲକ୍ଷ ଟଙ୍କା ଜମା କରୁଛନ୍ତି ତାହେଲେ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି 1 ଲକ୍ଷ ପେନ୍ସନ୍ ଟଙ୍କା ପାଇପାରିବେ। ସେଥିପାଇଁ ବୟସ ସୀମା ଅନୁଯାୟୀ 11 ଲକ୍ଷ ଟଙ୍କା ବିନିଯୋଗ କରିବା ପାଇଁ ପଡ଼ିବ। ତାପରେ ମାସକୁ ଆପଣମାନେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଟଙ୍କା। ପରବର୍ତ୍ତୀ ଖବର ଆସିଲା SBI ଗ୍ରାହକମାନଙ୍କ ପାଇଁ ବଡ଼ ଖବର। ଯଦି ଆପଣମାନେ YSR ବା EBC ନିଯୁକ୍ତି ଯୋଜନା ବାହାର କରାଯାଇଛି। ଏହି ଯୋଜନା ଅଧୀନରେ ଆପଣମାନେ ଗରିବ ଶ୍ରେଣୀର ଲୋକମାନଙ୍କୁ କେବଳ ମିଳିବ ଯେମିତିକି SC ST ଏହି ଯୋଜନାରେ ଆପ୍ଲାଏ କରିପାରିବେ। ଆପଣଙ୍କ ବୟସ 45 ନେଇ 60 ବର୍ଷ ଭିତରେ ହୋଇଥିବା ଦରକାର। ବାର୍ଷିକ ଇନକମ୍ ଆପଣମାନେ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି ବା ଇନକମ୍ କରୁଥିଲେ ତାହେଲେ ଏହି ଯୋଜନାରେ ପଞ୍ଜୀକରଣ ହୋଇପାରିବେ ଏବଂ ଆପଣମାନଙ୍କୁ ଲାଭ ମଧ୍ୟ ମିଳିବ। ଆକାଉଣ୍ଟକୁ 15,000 ଟଙ୍କା ସହାୟତା ଦିଆଯିବ। ପରବର୍ତ୍ତୀ ଖବର ଆସିଲା ମିଶନ ଶକ୍ତିରେ ମହିଳାମାନଙ୍କୁ 25,000 ଟଙ୍କା ସହାୟତା ମିଳିବ। ମିଶନ ଶକ୍ତିରେ ଏବେ 6 ମାସ ହେଲା ଦରମା ପାଉଛନ୍ତି ସରକାରୀ କର୍ମଚାରୀ ଏବଂ ନବୀନ ପଟ୍ଟନାୟକଙ୍କର ମିଶନ ଶକ୍ତି ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଯୋଜନାକୁ ହାତକୁ ନେଇଥିଲେ, ଯାହାକୁ ସଫଳତା ଆଉ ତୁଲ୍ୟ ଭାବେ ପ୍ରତିଫଳ ହୋଇଛନ୍ତି ଏବଂ ପ୍ରତ୍ୟେକ ଦିନରେ ମହିଳାମାନେ ମଧ୍ୟ ଆତ୍ମନିର୍ଭର ଭାବରେ ଏହିସବୁ କାମ ସାରି ଦେଇଛନ୍ତି। ପରବର୍ତ୍ତୀ ଖବର ଆସିଲା ରାସନ କାର୍ଡ଼ ଧାରୀଙ୍କ ପାଇଁ ବଡ଼ ଖବର। ରାସନ କାର୍ଡ଼ରେ ଆପଣଙ୍କ ନାଁ ଥିଲେ ରାସନ କାର୍ଡ଼ରେ ଏବେ ସରକାର ଯୋଗାଇ ଦେଉଛନ୍ତି 5 ଲକ୍ଷ ଟଙ୍କା। ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆପଣଙ୍କ ଦେହ ଖରାପ ହେଲେ ଅନେକ ଏବେ ଖାଦ୍ୟ ବ୍ୟବସ୍ଥା ଓ
ଉପଯୁକ୍ତ ଚିକିତ୍ସା ପାଇପାରିବେ। ଆଜି ବି ଅର୍ଥ ସ୍ରୋତ ପାଇଁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର ଆସିଲା ଏଲପିଜି ଗ୍ୟାସ୍ ତାରିଙ୍କ ପାଇଁ ବଡ଼ ଖବର। ଗ୍ୟାସ୍ ସବସିଡିକୁ ନେଇ ସରକାର ଏବେ ଖୁସି ଖବର ଦେଇଛନ୍ତି। ଏଣିକି ସରକାରଙ୍କ ତରଫରୁ ଏଲପିଜି ଗ୍ୟାସ୍ ଉପରେ ସବସିଡି ଟଙ୍କା ଦେବେ। ଯେଉଁମାନେ ଲକ୍ଷ୍ମୀ ଯୋଜନାରେ ଏବେ ଆପ୍ଲାଏ କରିଛନ୍ତି ସେମାନଙ୍କୁ 500 ଟଙ୍କାରେ ଏକ ଗ୍ୟାସ୍ ସିଲିଣ୍ଡର ଦେବେ ବୋଲିକି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରିକାର ଗୁଡ଼ିକରେ ପ୍ରାୟ 1,03,000 ପରିବାର